ବିଲୁପ୍ତ ହେବାରେ ଲାଗିଛି କୁମ୍ଭାରର କୌଳିକ ବୃତ୍ତି ଉଦ୍ଧାର କରିବ କିଏ? ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଲାଗୁଥିବା କୁମ୍ଭାରର ମାଟି ତିଆରି ହାଣ୍ଡି, ମାଠିଆ, ସରା, ଗରା, ଢାଳ, ଠେକି ଇତ୍ୟାଦି ଅଲୋଡ଼ା ହେଲାଣି। ଯେଉଁଥିପାଇଁ ବଜାରରେ ତା'ର ଚାହିଦା ନାହିଁ। ଷ୍ଟିଲ୍, ପିତ୍ତଳ, କଂସା, ସିଲଭରକୁ ପସନ୍ଦ କରୁଛନ୍ତି ଲୋକେ। କାହୁଁ କେଉଁ କଳରୁ ବଂଶାକ୍ରମେ ବିଭିନ୍ନ ମାଟି ତିଆରି ବ୍ୟବହାର ହୋଇ ଆସୁଥିବା ମାଟି ସାମଗ୍ରୀ ଆଜି ପ୍ରାୟ ଦେଖିବାକୁ ସ୍ୱପ୍ନ, ଯାହା ବଡ଼ ଦୁଃଖ ଏବଂ ପରିତାପର ବିଷୟ। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗ୍ରାମର କୁମ୍ଭାରମାନଙ୍କ କୌଳିକ ବୃତ୍ତି ବିଲୁପ୍ତ ହେବାକୁ ବସିଛି। ଉକ୍ତ ବ୍ଲକର ଆଳଦା, ନୟାଖଣ୍ଡି, ତାଳମହୁରୀ, ନହଙ୍ଗ, ଗଳିଆ, ଗରସଙ୍ଗ, ବରଦା, ସରସ୍ୱତିଆ, ଶ୍ୟାମସୁନ୍ଦରପୁର, ସୁଣ୍ଡିରା, ଗଣ୍ଡିବେଡ଼, ଅସୁରିଆ, ସାଉଣ୍ଡିଆ, ଭାଟପଡ଼ା, ପୂର୍ବପଡ଼ା, ଜଳଙ୍ଗ, ଗଣ୍ଡିବେଡ଼ ଆଦି ବିଭିନ୍ନ ଗ୍ରାମର କୁମ୍ଭାରମାନେ ନିଜ କୌଳିକ ବୃତ୍ତିରୁ ଦୂରେଇ ଯାଇଛନ୍ତି। ଯାହାର ମୁଖ୍ୟ କାରଣ ହେଉଛି ମାଟି, ଜାଳେଣୀ କାଠ ସାମଗ୍ରୀ ଚାହିଦାର ଅଭାବ। ଯଦି ସମ୍ପୂର୍ଣ୍ଣ ଭାବେ କୌଳିକ ବୃତ୍ତି ଡୁବିଯାଏ କେମିତି ପରିବାର ପ୍ରତିପୋଷଣ କରିବେ, ଚିନ୍ତାର ଘାରି ହେଉଛନ୍ତି କୁମ୍ଭକାର ପରିବାର। ଏହି ପରିପ୍ରେକ୍ଷୀରେ କୁପାରୀହାଟରେ ହାଣ୍ଡି ମାଠିଆ ବିକୁଥିବା ତାଳମୁହୁରୀ ଗ୍ରାମର ବନମାଳୀ ମୁଦୁଲି, ଦିନେଶ ମୁଦୁଲି, ସନାତନ ମୁଦୁଲି ଓ ଦୁର୍ଯ୍ୟୋଧନ ବେହେରାଙ୍କୁ ଭେଟି ସେମାନଙ୍କ ସମସ୍ୟା ବିଷୟରେ ପଚାରି ଆମେ ବୁଝିଥିଲୁ। ଜଣ ଜଣ କରି ସମସ୍ତ କୁମ୍ଭାକାର ବନ୍ଧୁ ମାଟି, ଜାଳେଣୀ କାଠ ଚାହିଦା ଘୋର ଅଭାବ ବୋଲି କହିଥିଲେ। ଯଦି ଆଗାମୀ ଦିନରେ କୌଳିକ ବୃତ୍ତି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ, ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବୁ ଏବଂ ଶବ ହୋଇ ଘରକୁ ଫେରିବୁ। ଏହା ହିଁ ଶେଷ ନିଷ୍ପତ୍ତି ବୋଲି ଗଣମାଧ୍ୟମ ପ୍ରତିନିଧି ନରେନ୍ଦ୍ର ପ୍ରସାଦ ବେହେରାଙ୍କ ନିକଟରେ ପ୍ରକାଶ କରିଥିଲେ। ବୁଡ଼ି ଯାଉଥିବା କୌଳିକ ବୃତ୍ତି ଏବଂ ଉଜୁଡ଼ି ଯାଉଥିବା ସଂସାର କେମିତି ଉଦ୍ଧାର ହେବ, ସେ ଦିଗରେ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଯେଉଁ କୁମ୍ଭାର ମାଟି ତିଆରି ହାଣ୍ଡିରେ ଜଗନ୍ନାଥଙ୍କ ଅଭଡ଼ା ତିଆରି ହେଉଛି, ସେହି କୁମ୍ଭାର ଜାତି ଆଜି ଅଲୋଡ଼ା। ଯଥାଶୀଘ୍ର ଏହା ସରକାର ପ୍ରତି ଦୃଷ୍ଟି ଦେଲେ କୁମ୍ଭାରଙ୍କର କୌଳିକ ବୃତ୍ତି ତିଷ୍ଠି ରୁହନ୍ତା।